ଅପୁ ଟିଭି। ପିଲାମାନେ, ମୁଁ ଆଜି ତମକୁ ଗୋଟେ ସୁନ୍ଦର ଗପ କହିବି। ମନ ଦେଇକି ଶୁଣ। ବହୁତ ଦିନ ତଳର କଥା। ଘୋର ଜଙ୍ଗଲ ଭିତରେ ଗୋଟେ ବାଘ ରହୁଥିଲା। ବୁଢ଼ା ହୋଇଯିବାରୁ ସେ ଦୁର୍ବଳ ହୋଇଯାଇଥିଲା। ତେଣୁ ସେ ଶିକାର ମଧ୍ୟ କରିପାରୁନଥିଲା। ଭୋକରେ ଛଟପଟ ହେଉଥିଲା। ଦିନେ ତାକୁ ଗୋଟେ ସୁନାର କଙ୍କଣ ମିଳିଲା। କଙ୍କଣ ପାଇଲା ପରେ ବାଘ କହିଲା, ଆରେ ଇଏ ତ ସୁନାର କଙ୍କଣ। କଙ୍କଣ ମୋର କଣ ହବ? ହଁ, ସୁନାକୁ ମଣିଷ ମାନେ ବହୁତ ଭଲ ପାଆନ୍ତି। ଇଏ ମତେ ହାର ଦବ। ଏକଥା ଭାବି ବାଘ ଗୋଟିଏ ପଙ୍କ ଥିବା ପୋଖରୀ ପାଖକୁ ଗଲା। ପୋଖରୀରେ ବହୁତ ଲୋକ ମାଛ ଧରୁଥିଲେ। ବାଘକୁ ଦେଖି ଡରରେ ସେମାନେ ସେଠୁ ପଳେଇଲେ। ବାଘର ମନ ଭାରି କଷ୍ଟ ହେଲା, କିନ୍ତୁ ସେ ଗୋଟିଏ ଉପାୟ କଲା। ମୁଁ ଏଠି ବସି ଅପେକ୍ଷା କରିବି, ଆଉ ଯୋଉ ମଣିଷ ଆସିବ ତାକୁ ସୁନାର କଙ୍କଣ ଦେଖେଇବି। କିଛି ସମୟ ଗଲା ପରେ ଗୋଟିଏ ବ୍ରାହ୍ମଣ ସେ ବାଟ ଦେଇ ଯାଉଥିଲା। ଏହା ଦେଖି ବାଘ ବ୍ରାହ୍ମଣକୁ କହିଲା, ଗୋସାଇଁ, ଟିକେ ମୋ କଥା ଶୁଣ। ଦେଖ, ମୋ ପାଖରେ ଗୋଟେ ସୁନା କଙ୍କଣ ଅଛି, କିନ୍ତୁ ସୁନା ମୋର କଣ ହବ? ମୁଁ ତ ବୁଢା ହୋଇଗଲିଣି। କେବେ ମୋ ଶାଣୀକୁ ଚାଲିଯିବି କିଛି ଠିକ ନାହିଁ। ଜୀବନରେ ମୁଁ ବହୁତ ପାପ କରିଛି। ଭାବିଲି ମରିବା ପୂର୍ବରୁ କିଛି ପୁଣ୍ୟ କାମ କରିବି। ପୁରାଣରେ ଲେଖା ଅଛି, ବ୍ରାହ୍ମଣକୁ ଦାନା ଦେଲେ ବହୁତ ପୁଣ୍ୟ ମିଳେ। ତେଣୁ ମୋର ଏ କଙ୍କଣଟିକୁ ମୁଁ ତୁମକୁ ଦାନ କରିବି। ବ୍ରାହ୍ମଣ ଏକଥା ଦେଖି ଡରିଗଲା, କିନ୍ତୁ ଲୋଭର ସାମ୍ନାରେ ତାର ଡର ହାର ମାନିଲା। କେତେ ବଡ ଆଉ କେତେ ସୁନ୍ଦର କଙ୍କଣଟିଏ। କୁ ବିକିଲେ ବହୁତ ଟଙ୍କା ହବ, ଆଉ ମୁଁ ବସିକି ଖାଇବି। ବ୍ରାହ୍ମଣ ଲୋଭ ସମ୍ଭାଳି ନ ପାରି ପୋଖରୀକୁ ପଶିଗଲା। ପୋଖରୀ ପଙ୍କରେ ତା ଗୋଡ଼ ପଶିଗଲା। ଏହା ଦେଖି ବାଘ ବିଳମ୍ବ ନ କରି ତା ଉପରକୁ ମାଡ଼ି ବସିଲା। ବ୍ରାହ୍ମଣ ଚିତ୍କାର କଲା, ଆଉ ଖାଲି ଚିତ୍କାର ହିଁ କଲା। କିଏ ଅଛ? ମତେ ବଞ୍ଚାଅ, ବାଘ ଖାଇଗଲା। ହେ ପ୍ରଭୁ, ରକ୍ଷା କର, ବଞ୍ଚାଅ, ବଞ୍ଚାଅ, ବଞ୍ଚାଅ। କିନ୍ତୁ କେହି ତାକୁ ରକ୍ଷା କରିବାକୁ ଆସିଲେନି। ବାଘ ତା ବେକ କଣା କରି ସବୁ ରକ୍ତ ପିଇଗଲା ଓ ଘୋଷାରି ଘୋଷାରି ତା ଗୁମ୍ଫା ଭିତରକୁ ନେଇଗଲା।